ପିଲାଙ୍କ ଠାରୁ ସେମାନଙ୍କର ଶୈଶବ ଛଡ଼ାଇ ନେଉଛି ଆଜିକାଲିର ଡିଜିଟାଲ ଯୁଗ। ସତେ ଯେପରି ସେମାନଙ୍କର ଜୀବନ ବନ୍ଧା ପଡ଼ିଛି ସ୍ମାର୍ଟଫୋନ, ଅନଲାଇନ କ୍ଲାସ, ଗେମିଂ ଓ ଷ୍ଟ୍ରିମିଂରେ। ହୋମୱାର୍କ କରି ଟିକେ ଥକି ପଡ଼ିଲେ ସେମାନେ ଖୋଜୁଛନ୍ତି ମୋବାଇଲ। ପୁଣି ରାତିରେ ଶୋଇବା ଆଗରୁ ମୋବାଇଲ ନ କେଞ୍ଚିଲେ ପିଲାଙ୍କୁ ନିଦ ବି ଆସୁନାହିଁ। ବୟସ୍କଙ୍କ ସହ ଖେଳକୁଦ, ଜେଜେମାଙ୍କ ସହ କାହାଣୀ ଶୁଣିବା ବଦଳରେ ପିଲା ଏବେ ମୋବାଇଲ ମନୋନୀତ ବେଶ କରିଛନ୍ତି। କିନ୍ତୁ ଶିଶୁଙ୍କ ଭିତରେ ବୃଦ୍ଧି ପାଉଥିବା ଏହି ଅଭ୍ୟାସ ହୃଦରୋଗର କାରଣ ପାଲଟୁଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକୀୟ ହାର୍ଟ ଆସୋସିଏସନ ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ମୋବାଇଲ କେବଳ ପିଲାମାନଙ୍କ ମାନସିକ ସ୍ତରରେ ନୁହେଁ, ବରଂ ଶାରୀରିକ ଭାବରେ ବି ଅସୁସ୍ଥ କରି ପକାଉଛି। ମାତ୍ରା ଅଧିକ ମୋବାଇଲ ବ୍ୟବହାର ଶିଶୁ ଓ କିଶୋରଙ୍କର ମଧ୍ୟରେ ହୃଦରୋଗ ସୃଷ୍ଟି କରାଯାଉଛି। ଏହା କେବଳ ପାଶ୍ଚାତ୍ୟର ସମସ୍ୟା ନୁହେଁ, ଭାରତୀୟ ଶିଶୁ ଓ କିଶୋର ମଧ୍ୟ ଏହାର କବଳିତ। ଏହି ଅଧ୍ୟୟନରେ ଗବେଷକମାନେ 1000 ଯୋଡ଼ି ମହିଳା ଓ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ପରିଭୁକ୍ତ କରିଥିଲେ। ପିଲାଏ କେତେ ସମୟ ଧରି ମୋବାଇଲ ବ୍ୟବହାର କରୁଛନ୍ତି ସେ ତଥ୍ୟ ସଂଗ୍ରହ କରାଯାଉଥିଲା। ଅନ୍ୟପକ୍ଷରେ 2 ସପ୍ତାହ ଧରି ସେମାନଙ୍କର ନିଦ୍ରା ଓ ଶାରୀରିକ କାର୍ଯ୍ୟକଳାପ ଆକ୍ସିଲୋମିଟ୍ରି ଜରିଆରେ ନିରୀକ୍ଷଣ କରାଯାଉଥିଲା। ଏହା ବ୍ୟତୀତ ଅଣ୍ଟାର ପରିଧି, ସିଷ୍ଟୋଲିକ୍ ବ୍ଲଡ ପ୍ରେସର, ଏଚଡିଏଲ, କୋଲେଷ୍ଟ୍ରଲ, ଟ୍ରାଇଗ୍ଲିସେରାଇଡ୍ ଓ ରକ୍ତ ଶର୍କରା ପରି ଆଦିର ପରିମାଣ ଜରିଆରେ ହୃଦରୋଗ ଜନିତ ବିପଦ ଓ କାର୍ଡିଓମେଟାବଲିକ ରିସ୍କର କେତେକ ରହୁଛି ତାହା ନିର୍ଣ୍ଣୟ କରାଯାଇଥାଏ। ଏଥିରୁ ଜଣାପଡ଼ିଥିଲା ଯେ ମୋବାଇଲ ବହୁଳ ବ୍ୟବହାର ଶିଶୁଙ୍କ ଭିତରେ ହୃଦରୋଗର ଆଶଙ୍କା ବଢ଼ାଉଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଅତିରିକ୍ତ ଘଣ୍ଟା ମୋବାଇଲ ବ୍ୟବହାର ଶିଶୁଙ୍କ ମଧ୍ୟରେ ପ୍ରାୟ 0.08 ମାନକ ବିଚ୍ୟୁତ ଏବଂ କିଶୋରଙ୍କ ମଧ୍ୟରେ 0.13 କାର୍ଡିଓମେଟାବଲିକ ସମସ୍ୟା ସୃଷ୍ଟି କରୁଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।